ବୋଉ ମୁଁ କେତେବେଳୁ ଖୋଜୁଛି ଖାଇବାକୁ ନ ଖାଇକି କୁଆଡେ ଯାଇଥିଲୁ? ଖାଇକି କୁଆଡେ ଯାଇଥିଲି? ମୁଁ ଏପଟ ସେପଟ ଖୋଜୁଛି ମୁଁ ସବୁ ବୋଉ କୁଆଡେ ଗଲେ ମୁଁ ପାଉନି। ପଛରେ ଗୁଆ ଯୋଉ ଝଡୁଛି ଆମେ କଣ ଏତେ ବାଟ ଯାଇପାରୁଛୁ? ସେ ବାରିରେ ବାପାଙ୍କୁ ଡାକିକି ନେଲି ଦିଟା ସେ ବାରିରେ ରହିଲେ ସେଇଠି କହିଲେ ଗାଈ ପାଇଁ ମୁଁ ଘାସ ନେଇକି ଯିବି। ଏତିକି ଗୁଆ ହେଇ କାନ୍ଦି ତାକୁ ଛଡେଇକି ଆଇଲି। ହଁ ଏତେ ଗୁଆ ଆଉ ଦି କାନ୍ଦି ହେଇଛି ଟିକେ ଏମିତିଆର ଅଛି ନେଳିଆ ଏଇଭଳିଆର। କିଏ କିଏ ନେଇଯାଇଥାନ୍ତା ନ ଆଣିଥିଲେ? ଝଡୁଛି ସବୁ ବାଦିରି ଟାଣି ନେଇ ଯାଉଛନ୍ତି ସେଠୁ ଯୋଉଠି ନାଇଁ ସେଠି ପକାଉଛନ୍ତି। ତଳେ ବି ଶୁଖିଗଲେ ଅଧିକା ପଡିବ ସବୁ ଏମିତିଆ ଶୁଖିଲା ହେଇ ଗୋଟା ପଡିଥିଲା ଦିଟା ପଡିଥିଲା। ଏମିତି ସବୁ ଶୁଖି ପଡିଥିବ ଯିଏ ପାଇଲା ନେଲା ଆଉ କଣ ବାରିରେ ତ ବାର ନାହିଁ କି କିଛି ନାହିଁ ଚାରିକର ଫୁଙ୍ଗୁଳା ଯିଏ ପାଇଲା ସେ ନେଲା ଆଉ କଣ। କେତେ କଷ୍ଟରେ ମୋ ପୁଅ ମୁଁ କି ନେଇକି ଗୁଆ ଗଛ ପକେଇଥିଲୁ ସେ ବାରରେ ଆଉ ନେଇକି ସବୁ ଗାତ ପକେଇ ଦେଇଥିଲା ମୁଁ ତାକୁ ସବୁ ପୋତିକିରି କରିଥିଲି 4-5ଟା ଖଣ୍ଡେ ଗୁଆ ଗଛ। ଆଉ ତାକୁ ଇଏ ଶୁକା ହବ ନା? ଏଠି ଅଖାରେ ବସିକିରି ଗୁଆର କେମିତି ସିଷ୍ଟମ ବି କରିଦଉଛି ଏମିତି ଛଡେଇ ଦେବେ। ଛଡେଇ ଦେଇକିରି ସବୁ ଅଖାରେ ପୁରେଇ ଦେବେ। ଅଖାରେ ପୁରେଇକି ମୁହଁଟାକୁ ବାନ୍ଧିଦେବେ। ମୁହଁକୁ ବାନ୍ଧି ଦେଇକି ହେଇ ବାନ୍ଧିରି କେମିତି ବି ଛଡେଇଛି ହେଇ ଦାନ୍ତ ଲଗେଇଛି ହେଇ ତା ଦେହରେ ନାଗିଛି ଏମିତି ଯୋଉଟା ଏଇଟା ହୁଗୁଳି ଗଲା ସେ ନେଇ ପଳେଇବ ଦାନ୍ତରେ ଆକୁ ତ ଖାଇ ପାରିବନି। ସେଠୁ ଯୋଉଠି ନାହିଁ ସେଠି ପକେଇଦେଲା। କେତେ ବାଦିରି ଖିଆ ଦେହରେ ନାଗିଛି ଏମିତି ସବୁ ବାଦିରି ନେଇଯାଉଛି। ଆଗ ନହେଲେ ଚାଲ ଖାଇଦେ ତାପରେ ଛଡା ହବ। ଆଉ ବାପା ସେଠୁ ଖାଇଦେଲେ ଯେମିତି କହିଲେ ମୁଁ ସିଆଡେ ପାରି ଦେଇ ପଳେଇବି। ମୁଁ ସେଠୁ ଗଲି ତାକୁ ନେଇ ଆଇଲି ଖାଇ ଯାହା ଖାଇଥିଲି ଖାଇବି ଆଉ ଏମିତି ଅଖାରେ ସବୁ ଛିଣ୍ଡେଇକିରି ପକେଇ ଦେଲେ ଦେଖ ସିକି ଟିକେ ଏମିତି ସବୁତକ ପୁରେଇ ଦବ ଅଖାରେ ଅଖାକୁ ଏମିତି ମୁହଁ ବାନ୍ଧିକି ରଖିବ। ସେ ତା ଭିତରେ ତାର ସେ ଟିକେ ନରମି ଯିବ 5-7 ଦିନ ପରେ ପୁଣି ତାକୁ ଖୋଲିକି ଖରାରେ ପକେଇଦବ। ସେ ଶୁଖିବ ଆଉ ଖରାରେ ପକେଇ ଶୁଖେଇ ଦେଲେ ଚୋପାଟା ଶୀଘ୍ର ଛାଡିଯିବ। ଏତେ ବଡ ବଡ ଗୁଆ ଦେଖୁନୁ। ହଁ ବା ଏ ମା ଥିଲା ବେଳର ଏଇ ଗୁଆ ଗଛ ଆମର ସେପଟ ବାରିରେ ଅଛି ଯୋଉ ଗୁଆ ଗଛ ମୁଁ ସବୁ ତାଡା ପକାଏ ଏମିତିଆ ତାକୁ ତାଡା ପକେଇବି ଗଛ ପାଚିଛି ନା ତାକୁ ଏମିତି ତାଡା ପକେଇ ରଖିବି। ଏମିତି ଖୋଲିକିରି ଏମିତି ଉପର ମା କରି ତାଡା ପକେଇଦେଲେ ଟୋପରଟା ଖୋଲିବାକୁ ପଡିବ। ବାଲିରେ ବାଲି ଏମିତି ଦିଆ ହେଇକିରି ପୋତା ହବ ତା ଦେହରେ ପାଣି ଟିକେ ଟିକେ ଦେଲେ ଗଛ ବହୁତ